ନାଇଁ ମ ଆଣ ମଜା ସାବୁନ ନହେଲେ ହବ କି ମୁଁ କିଛି ନାହିଁ ବୋଲି ଡାକ୍ତର ଭଳିଆ କହି ଦଉଛୁ। ଗାଧୁଆ ତୁଠର ପଥର ସନ୍ଧିରେ ଫସିଗଲା ହାତ। ସାବୁନ କାଢ଼ିବାକୁ ଯାଇ ପଥର ସନ୍ଧିରେ ଫସିଗଲା ନାବାଳକର ହାତ। ଆଉ ଦୀର୍ଘ 8 ଘଣ୍ଟା ପରେ ଉଦ୍ଧାର ହେଲା। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ତିଳି ଗାଁରେ। ଗାଁର ଶଙ୍କର ନାମକ 16 ବର୍ଷର ନାବାଳକ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ନଦୀ ପାଣିରେ ସାବୁନ ପଡ଼ି ଯାଇଥିଲା। ସାବୁନ କାଢ଼ିବାକୁ ଯାଇ ପାଣିରେ ଥିବା ପଥର ସନ୍ଧିରେ ନାବାଳକର ହାତ ଫସି ଯାଇଥିଲା। ନାବାଳକ ଜଣକ ଆଉ ପାଣିରୁ ବାହାରି ପାରି ନଥିଲା। ଆପଣ ସେ ଦୃଶ୍ୟ ଦେଖୁଛନ୍ତି। ସକାଳ ଯାଇ ସଞ୍ଜ ହେଲା ତଥାପି ବାହାରିଲେନି। ପିଲାଟି ସେଠି ବାଧ୍ୟ ହୋଇ ଶୋଇ ମଧ୍ୟ ପଡ଼ିଲା। ସାଙ୍ଗମାନେ ପରିବାର ଲୋକଙ୍କୁ ଜଣାଇଲେ। ଆଉ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଲେ। ଅଗ୍ନିଶମ ବାହିନୀ ପହଞ୍ଚି ପଥର କାଟି ବିଳମ୍ବିତ ରାତିରେ ପଥର ସନ୍ଧିରୁ ନାବାଳକକୁ ଉଦ୍ଧାର କରିଥିବା ଜଣାପଡ଼ିଛି। କିଭଳି ବୋଇଲେ ଆଉ ସେ 2:30 ବେଳକୁ ନଦୀ ଗଲା ପରେ ପ୍ୟାଣ୍ଟ ସାର୍ଟ ସବୁ ସଫା କଲେ। ଆଉ ଗୋଟେ ପ୍ୟାଣ୍ଟଟା ଥିଲା, ସେଥିରେ ସେ ଗୋଟେ ପ୍ୟାଣ୍ଟଟାକୁ ସଫା କଲା ଭିତରେ ସେ ସାବୁନ ଟିକେ ନାଗି ଖସି ପଡ଼ି ପଥର ସନ୍ଧାରେ ପଶିଗଲା ବୋଲି। ହେଲେ ଥରେ ପଶିଲା ଯେତେବେଳେ କାଢ଼ିଲା ପରେ ଆଉ ଥରେ ଦ୍ୱିତୀୟ ବାର ପଶିଲା ପରେ କାଳ ଭିତରେ ସେଟା ହାତଟି ଲାଗି ଯାଇଥିଲା। ସେଠୁ ପିଲା ପାଣି ସମସ୍ତେ ଆସି ଘୋଗାଇକି ଆମକୁ ବାପା ମା କହିଲେ କହିଲା ପରେ ଆମେ ଗଲୁ। ବହୁତ ଚେଷ୍ଟା ମଧ୍ୟ କଲୁ। ଫାୟାର ଷ୍ଟେସନ ବାଲାକୁ ଆମେ ଖବର ଦେଲା ପରେ ତାଙ୍କ ମଧ୍ୟରେ ଆସିଲେ। ବହୁତ ପରିଶ୍ରମ ମଧ୍ୟ କଲେ। ପରିଶ୍ରମ କଲା ପରେ ମଧ୍ୟରୁ ମେସିନ ଲଗେଇଲେ। ଯାହା ପ୍ରକାର ତାଙ୍କର ପରାକ୍ରମ ତାଙ୍କ ମଧ୍ୟରେ କଲେ। 11ଟା ଅଧେ ଏମିତି ହେଇଗଲାଣି। ମୋହନାରୁ ମିହିର ଜ୍ୟୋତିଙ୍କ ରିପୋର୍ଟ, OTV।